ସୋ ଆଜିର ଏକ ନୂତନ ଭିଡିଓରେ ସ୍ୱାଗତ ସମସ୍ତଙ୍କୁ। ଦେଖ, ପୂର୍ବ ଭିଡିଓଟା ଯେଉଁମାନେ ଦେଖିନ ନିଶ୍ଚିତ ଭାବରେ ଦେଖିନବ। ତ ଆଜିର ଭିଡିଓରେ ଆମେ ଦେଖିବା ତମର ସମାନୁପାତର କନସେପ୍ଟ ଦେଖିବା ହେଲା। ପୁରା ଇଜି ରହୁଛି, ଧ୍ୟାନ ସହକାରେ ଦେଖ, ସବୁ ଜିନିଷ ତମେ ବୁଝିପାରିବ। ସମାନୁପାତ ହଉଛି ତମର କଣ ନା, ତମର ଦୁଇଟି ଅନୁପାତ ଯଦି ସମାନ ରହୁଛି, ବୁଝିହେଲା। ଯଦି ତୁମର ଦୁଇଟି ଅନୁପାତ ସମାନ ରହୁଛି, ମନେକର ମୁଁ ଲେଖୁଛି ତମର A ଅନୁପାତ B ଗୋଟେ ନେଇଛି ଏବଂ C ଅନୁପାତ D ନେଇଛି। ଯଦି ଏ ଦିଟା ଯାକ ତମର ଅନୁପାତ ସମାନ ରହୁଛି ତାହେଲେ ଆମେ କହିପାରିବା ଯେ ଏଟା ହଉଛି ସମାନୁପାତରେ ଅଛନ୍ତି ବୋଲି। ବୁଝିହେଲା? ଏଇ ଯୋଉ A ଅନୁପାତ B ଟାକୁ ମୁଁ ଏମିତି ଲେଖିପାରିବିନି, A ବାଇ B ଲେଖିପାରିବି। ବୁଝି ହଉଛି? ଇକ୍ୱାଲ ଟୁ C ଅନୁପାତ D ଟା କଣ ଲେଖିପାରିବି? C ବାଇ D। ତାହେଲେ ଯଦି ମୁଁ ଏଠି କ୍ରସ୍ ମଲ୍ଟିପ୍ଲିକେସନ କରିଦଉଛି, ମାନେ A କୁ D ସହିତ ମଲ୍ଟିପ୍ଲାଏ କଲି AD, B କୁ C ସହିତ ମଲ୍ଟିପ୍ଲାଏ କଲି, କେତେ ଆସିଲା? BC। AD ଇକ୍ୱାଲ ଟୁ BC। ତ ଦୁଇ ବା ତତୋଧିକ ଅନୁପାତ ମଧ୍ୟ ଯଦି ସମାନତା ରହୁଛି ସେଇଟା ହଉଛି ଆମର କଣ ନା ସମାନୁପାତ। ବୁଝି ହଉଛି? ତ ଏଇ ଯୋଉ ସମାନୁପାତଟା ଆମେ ଲେଖନ୍ତି କେମିତି? ମୁଁ ଲେଖିଲି A ଅନୁପାତ B, ମଝିରେ ମୁଁ ଦିଟା ଡଟ୍ ଦେଲି ହେଲା, ମାନେ ଦିଟା ଡଟ୍ ପୁଣି ଦିଟା ଡଟ୍, C ଅନୁପାତ D ଲେଖିଲି। ବୁଝିହେଲା ତ? ଏମିତି ଲେଖାଯାଏ। ଏଠି ତମର ଯୋଉ A ଅଛି ଏବଂ D ଅଛି ହେଲା, ଏଇ ଯୋଉ A ଆଉ D ଅଛି ଏଇଟାକୁ ମୁଁ କଣ କହିବି ନା, ଏଇଟାକୁ ମୁଁ କହିବି ପ୍ରାନ୍ତ ରାଶି। ଏବଂ ମଝିରେ ଯୋଉ ତମର B ଆଉ C ଅଛି ତାକୁ ମୁଁ କହିବି ତମର ମଧ୍ୟ ରାଶି। ଏତିକି ଯାଇ ତ ବୁଝିପାରୁଥିବ। ତ ଦେଖ, ମନେକର ମୁଁ ଏଠି ଲେଖିଲି 1 ଅନୁପାତ 2। ତାପରେ ଦେଖ, ତାପରେ ମୁଁ ଯଦି 1 ଅନୁପାତ 2 ରେ ଥିବା ଯଦି ଲେଖିବି 4 ଅନୁପାତ 8 ଲେଖିପାରିବି। ତାହେଲେ ଏଠି 1 ଆଉ 8 ହଉଛନ୍ତି ତମର ପ୍ରାନ୍ତ ରାଶି ଏବଂ ମଝିରେ ଯୋଉ 2 ଆଉ 4 ଅଛନ୍ତି ସିଏ ହଉଛନ୍ତି ମଧ୍ୟ ରାଶି। ବୁଝିହେଲା ତ? ତ ଏଠି ମୁଁ ଆଉ ଗୋଟେ କଥା ବି ତମକୁ କହିଦଉଛି, A B C ର ଚତୁର୍ଥ ସମାନୁପାତି ଯଦି ମୁଁ ଏଠି ପଚାରିବି ତମେ ମତେ କଣ କହିବ? A B C ର ଚତୁର୍ଥ ସମାନୁପାତି ହଉଛି ତମର D। ବୁଝିହେଲା? ତ କିଛି ରୁଲ ବିଷୟରେ ମୁଁ ତମକୁ କହିଦଉଛି, ଦେଖ ରୁଲ 1 କଣ ରହିବ? ଯଦି ମୁଁ ଏମିତି ଲେଖିଦଉଛି ହେଲା, ଯଦି A ଅନୁପାତ B ସମାନୁପାତ ଚିହ୍ନ ଦେଲି, B ଅନୁପାତ C ମୁଁ ଲେଖିଲି, ଏହାର ଅର୍ଥଟା ବୁଝିପାରୁଛ ତ? ତା ମାନେ A ବାଇ B ଇକ୍ୱାଲ ଟୁ B ବାଇ C। ଉଦାହରଣ ଗୋଟେ ଦେଖିବା। ଏଠି ମୁଁ ଲେଖିଲି 1 ଅନୁପାତ 2, ସମାନୁପାତ ଚିହ୍ନ ଦେଲି, ସେମ୍ ଲେଖିବି 2 ଅନୁପାତ 4। ବୁଝିପାରୁଛ ତ? ଦେଖ, ପ୍ରଥମ ଦିଟାର ଅନୁପାତ ଯେତିକି ଅଛି ସେକେଣ୍ଡ ଦିଟାର ଅନୁପାତ ସେତିକି ନାହିଁ କି? ଏଠି 1 ଅନୁପାତ 2 ଅଛି ଏବଂ 2 ଅନୁପାତ 4 ଅନୁପାତ ବି କେତେ? 1 ଅନୁପାତ 2 ନା। ବୁଝି ହଉଛି? ତାହେଲେ ଏଇଥିରୁ ଆମେ ଯଦି କ୍ରସ୍ ମଲ୍ଟିପ୍ଲିକେସନ କରିବା କଣ ମିଳିବ? A ଆଉ C କୁ ଗୁଣିଦେଲେ AC, B ଆଉ B କୁ ଗୁଣିଦେଲେ ହଉଛି ତମର B ସ୍କୋୟାର। ତା ମାନେ ଏଠି ମତେ ମିଳିଯାଉଛି B ସ୍କୋୟାର ଇକ୍ୱାଲ ଟୁ AC। ବୁଝି ହଉଛି ତ? ତ ଏଇଥିରୁ ତମେ C ଟା କାଢି ଦେଇ ପାରିବ। C ହଉଛି ତମର କଣ? A ଟା ସେପଟକୁ ଗଲେ B ସ୍କୋୟାର ବାଇ A। ବୁଝିହେଲା? କ୍ଲିୟର? ତ ଏଠି B ଟା ଦେଖ, B ଟା କଣ ମଝିରେ ଦିଥର ଅଛି ନା, ତ B ଟା ହଉଛି ତମର କଣ? A ଏବଂ C ର ମଧ୍ୟ ସମାନୁପାତି। ୱାର୍ଡ ଗୁଡାକ ମନେ ରଖୁଥିବ ହେଲା, କାରଣ କ୍ୱେଶ୍ଚିନ୍ ତମର ଡାଇରେକ୍ଟ ଆସିଯାଇପାରେ। ଯେହେତୁ B ଟା ଦିଥର ମଝିରେ ଲେଖା ହେଇଛି, ସେ କଣ ହବ ନା A ଆଉ C ର ମଧ୍ୟ ସମାନୁପାତି। ବୁଝିଗଲା ତ? B ତମର ଯେହେତୁ ମଝିରେ ଅଛି ତ ସେଥିପାଇଁ ତମେ କଣ କହିଲେ, ତାକୁ କହିଲେ ଯେ ମଧ୍ୟ ସମାନୁପାତି। ନେକ୍ସଟ ଗୋଟେ ପଏଣ୍ଟ ତମକୁ କହିଦଉଛି, କ୍ରମିକ ସମାନୁପାତ ବିଷୟରେ ବି କହିଦଉଛି। କ୍ରମିକ ସମାନୁପାତି
क्रमिक समानुपाती कौन रहिबो जदि मु देख नउची तमरो ए बी सी डी नउची देख तमु क्रमिक समानुपाती विषय भी कहि दउची जदि आमे ए बी सी डी ई एमती गोटे कंटिन्यू की चलची हैला सीरीज टा कंटिन्यू की चलची जदि एगुड़िक तमर क्रमिक समानुपाती रे रहुचंती ताहले मु कौन कहबी माने तार अर्थ होची ए अनुपात बी इक्वल टू होची तमर बी अनुपात सी इक्वल टू रहइबो तमर सी अनुपात डी एमती कंटिन्यू ही चलिबो हैला ता माने तमे लिखि परिबो एटा ए अनुपात बी टा केते लिखि पारि ए बाय बी बुझी होची तो एवं बी अनुपात सी केते बी बाय सी सी अनुपात डी टा केते सी बाय डी बुझी होला एमती तमे ताले लिखि देई पारिबो तापर केते हो डी बाय ई बुझी होला एमती कंटिन्यू ही चलिबो तो क्रमिक समानुपाती रो कांसेप्ट भी तमे बुझी पारलो तो ये ऊपर मु जो तुमको कहली माने ए अनुपात बी तापर समानुपात रो चिन्ह बी अनुपात सी जो थिला बी टा मु तमरो कोन कहितली ए और सी रो मध्य समानुपाती एवं जदि मु तुमको एई भलिया क्वेश्चन ने ए बी रो तृतीय समानुपाती पचारिबी सेही टाइम रे तमरो तृतीय समानुपाती टा सी रहइबो हला एटा भी मन रख तो एठी गोटे क्वेश्चन देइछि देखो 16 और 32 रो तृतीय समानुपाती किए हबो तो देखो एटा मु केमती लिखिबी ताले 16 अनुपात 32 तमे चिंता करो हला एटा ए एटा होची बी तो ए अनुपात बी लिखिले समानुपातर चिन्ह दबा बी अनुपात सी लिखिबा बुझी होला ता माने मु लिखिबी 32 अनुपात माने कर मु नै जाउची एटा सी टा x नैछि ହେଲା बुझी होउची ता माने एथरु मु लिखि परिबिनी कि ए जो 16 अनुपात 32 ता तमरो केते 16 बाय 32 लिखि दियो इक्वल टू 32 बाय x बुझी होला ताले एथरु x रो मूल्य तमे काटी देई परिबो x टा को मु एपटू नै आछी माने ऊपर को पळे आसीबो एपटे तमरो केते अछि 32 अछि ए जो 32 टा कोन एपटे गुणा हे जिवो ए जो 16 टा तळु पळे आसिला तो 16 को 32 से काटले 2 32 को 2 रे गुणले होची 64 एती जाय क्लियर तो सी रो मूल्यटा तुमको केते मिलला x नैतिले तो 16 एवं तमरा 32 रो तृतीय समानुपाती की आसिला ना 64 बुझिएला नेक्स्ट रूल टा तमर कोन देइजी देखो तुमको देला ए अनुपात बी समानुपात सी अनुपात डी ए बी सी रो चतुर्थ समानुपाती की डी हबो हला एटा हम ऊपर भी आलोचना करिसंती नुहे कि चतुर्थ समानुपाती एटी तुमको कहितिली ता माने एठी होउची कोन ना ए अनुपात बी इक्वल टू सी अनुपात डी तो एई भली क्षेत्र रे देखियो जे तमरो ए गुणन डी माने प्रांत राशि द्वयर गुणफल इक्वल टू मध्य राशि द्वयर गुणफल हला माने ए गुणन डी होउची बी गुणन सी सहित समान रहइबो बुझियला तो क्वेश्चन ने तुम टर्म गुडी को आइडेंटिफाई करियार अछि मने कर मु तुम पचार देली जे 3 7 और 9 रो चतुर्थ समानुपाती किए हबो पचारछि ता माने एटा केमति लिखिबो जानि परछ तो 3 7 9 केमति लिखिली देखो 3 अनुपात 7 समानुपात चिन्ह देली 9 लिखिली चतुर्थ समानुपातीटा मन कर मु नै जाउची x बुझियला ता माने तमे कोन जानछो जे प्रांत राशि द्वारा गुणफल माने 3 into x कर दियो हैला इक्वल टू मध्य राशि द्वारा गुणफल मध्य राशि की अछि 7 एवं 9 तो 7 गुणन 9 लिखिली ताहेले x रो मूल्य मते केते मिलि जो 3 टा सेपटू नै जानो 7 गुणन 9 बाई 3 3 को 9 रे काटले होची 3 7 3 के होची तमरो 21 बुझियला एमति करि परिबो किछि कष्ट अछि केतिरे किछि कष्ट नै
ତ ଚତୁର୍ଥ ସମାनुପାତି କାଢି ଦେଇ ପାରିବ ଯଦି ତିନିଟା ଦେଇକି ପଚାରିଥିବ। ତୃତୀୟ ସମାनुପାତିରେ କଣ ହଉଛି ବୁଝିପାରିଲ ତ? ତମର ମଝି ଏଇ ଯୋଉ ସମାନ ରହୁଛି ହେଲା, ଦିଟା ଟର୍ମ ଦେଇଥିବ। ଓକେ, ଦିଟା ଯାକ ଏକ୍ସାମ୍ପଲ ବୁଝିପାରିଲ ବର୍ତ୍ତମାନ। ନେକ୍ସଟ କୁ ଯିବା। ଦେଖ क्वेश्चन ଟା ତମକୁ ଦେଇଛି, ତାପରୁ ଏକ୍ସାମ୍ପଲ ଟା ଦେଖ। a ଏବଂ b ର ମଧ୍ୟ ସମାनुପାତି ହଉଛି ତମର x। ଦେଖ ଦିଟା ରାଶି ଅଛି a ଆଉ b, ତାର ମଧ୍ୟ ସମାनुପାତି ଯଦି x ସମାନ ତାହେଲେ x କେତେ ହେଇଯିବ ନା a b ର ରୁଟ ଓଭର। ବୁଝିପାରୁଛ? ଦେଖ ମଧ୍ୟ ସମାনুପାତି x ମାନେ ଦେଖ x ଟା ମଝିରେ ହିଁ ଲେଖୁଥିବ, a ଅନୁପାତ x ସମାନୁପାତ x ଅନୁପାତ b। ତା ମାନେ ମୁଁ ତମକୁ କହିଛି କଣ, ମଧ୍ୟ ରାଶି ଦିଟାର ଗୁଣଫଳ ନବ, x into x କେତେ x ସ୍କୋୟାର ଆସିଲା। ପ୍ରାନ୍ତ ରାଶି କିଏ ଅଛି, ଏଠି a ଅଛି, ଏଠି ପ୍ରାନ୍ତ ରାଶି b ଅଛି, ଦିଟା ଜାଗାର ଗୁଣଫଳ କେତେ ab, ତ ଏଠି ମୁଁ ଲେଖିଥିଲି ab। ତା ମାନେ ab ଇକ୍ୱାଲ ଟୁ ହଉଛି ତମର x ସ୍କୋୟାର। ତାହେଲେ x ଟା କେତେ ହବ, ବର୍ଗମୂଳ ନେଲେ ତ ab ର ବର୍ଗମୂଳ କେତେ ହବ, ରୁଟ ab। ତ ଦେଖ କ୍ୱେଶ୍ଚିନ୍ ତମକୁ ପଚାରିଲା ଯେ 4 ଆଉ 25 ର ମଧ୍ୟ ସମାନୁପାତି କିଏ? ତମେ କଣ କରିବ ନା ଏଇଟାକୁ ନେଇଯିବ a ନେଇଯିବ, ଏଇଟାକୁ ନେଇଯିବ b, ମଧ୍ୟ ସମାନୁପାତି ଟା x ନବ। ବୁଝିହେଲା? ତା ମାନେ କେମିତି ଲେଖିବ ସେଇଟା ବି ଦେଖେଇ ଦଉଛି ତମକୁ। ତମେ ଲେଖିବ 4 ଅନୁପାତ x ସମାନୁପାତ ଚିହ୍ନ ଦେଲ, ପୁଣି x ଲେଖିଲ, ତାପରେ ଲେଖିଲ 25। ବୁଝିହେଲା? ଡାଇରେକ୍ଟ ଚାହିଁଲେ କାଟି ଦେଇ ପାରିବ। ଡାଇରେକ୍ଟ କଣ ପକେଇବା, x ଇକ୍ୱାଲ ଟୁ a b ର ରୁଟ ଓଭର। ତମେ a ର ମୂଲ୍ୟ ଜାଣିଛ 4, b ର ମୂଲ୍ୟ ଜାଣିଛ 25, ତ ଲେଖିଦବ 4 ଗୁଣନ 25 ର ରୁଟ ଓଭର। କେତେ ହବ, 4 ଗୁଣନ 25 ହଉଛି 100, 100 ର ରୁଟ ଓଭର ହଉଛି 10। ବୁଝିହେଲା? ତ ଏଇପରି ଭାବରେ ତମେ ମଧ୍ୟ ସମାନୁପାତି କାଢି ଦେଇ ପାରିବ। ବୁଝିହେଲା ତ? ମଧ୍ୟ ସମାନୁପାତିର ଫର୍ମୁଲା ମନେ ରଖିବ, x ଇକ୍ୱାଲ ଟୁ ରୁଟ ab। ଚତୁର୍ଥ ସମାନୁପାତି ବି ବୁଝିପାରିଲ, ତିନିଟା ରାଶି ଦେଇଥିବ, ଲାଷ୍ଟଟା ହଉଛି ତମର ଚତୁର୍ଥ ସମାନୁପାତି। ଏଇ ଟର୍ମ ଗୁଡିକ ମନେ ରଖିବ ହେଲା। ଏବଂ ତୃତୀୟ ସମାନୁପାତି ଏଇଟା ବି ମନେ ରଖିବ। ଦେଖ ଆଜିର ଭିଡିଓରେ ଆମେ ଯୋଉ ସମାନୁପାତ ସମ୍ବନ୍ଧରେ ଆଲୋଚନା କଲେ, ଦିଟା ଯାକ ଅନୁପାତ ଯଦି ସମାନ ରହୁଛି ସେଇଟା ହଉଛି ତମ ସମାନୁପାତ। ତମର ଏମିତି ଲେଖାଯାଏ a ଅନୁପାତ b ସମାନୁପାତ ଚିହ୍ନ c ଅନୁପାତ d। a ଆଉ d କୁ ଆମେ କହିବା ପ୍ରାନ୍ତ ରାଶି, b ଆଉ c କୁ କହିବା ମଧ୍ୟ ରାଶି। ଏବଂ a b c ର ପ୍ରଥମ ଯୋଉ ତିନିଟା ଟର୍ମ ରହିଛି ତାର ଚତୁର୍ଥ ସମାନୁପାତି ରହିବ ତମର d। ବୁଝିହେଲା? ତାପରେ ମୁଁ ତମକୁ କହିଲି ଯଦି ମଝି ଦିଟା ରାଶି ତମର ସମାନ ଅଛି ହେଲା, ତା ମାନେ ଏଠି ତମର ଯୋଉ b ଟା ଅଛି ସେଟା a ଓ c ର ମଧ୍ୟ ସମାନୁପାତି ହବ, ଏବଂ a b ର ତୃତୀୟ ସମାନୁପାତି ରହିବ c, ଯେତେବେଳେ ତମର ମଧ୍ୟ ରାଶି ଦିଟା ଯାକ ସମାନ ଅଛି। ନେକ୍ସଟ କ୍ରମିକ ସମାନୁପାତି ପଢିଲେ, ଯଦି a b c d ଏଗୁଡିକ କ୍ରମିକ ସମାନୁପାତିରେ ରହୁଛନ୍ତି ତାହେଲେ ମୁଁ କହିଦେଇ ପାରିବି ଯେ a by b equal to b by c equal to c by d equal to d by e। ବୁଝିହେଲା? ତାପରେ ମୁଁ ଯୋଉ ତମକୁ ଏକ୍ସାମ୍ପଲ ସବୁ ଦେଇଥିଲି, ତମର 16 ଆଉ 32 ର ତୃତୀୟ ସମାନୁପାତି କିଏ ହବ ସଲ୍ଭ କଲେ। ନେକ୍ସଟ ଚତୁର୍ଥ ସମାନୁପାତି ବି ଆଲୋଚନା କଲେ। ପ୍ରାନ୍ତ ରାଶି ଦ୍ୱୟର ଗୁଣଫଳ ଇକ୍ୱାଲ ଟୁ ମଧ୍ୟ ରାଶି ଦ୍ୱୟର ଗୁଣଫଳ, ଏଇଟା ମନେ ରଖିବ। ତାପରେ ତମକୁ କହିଲି ଯେ a ଓ b ର ମଧ୍ୟ ସମାନୁପାତି ଯଦି x ରହୁଛି ତାହେଲେ x ର ମୂଲ୍ୟ କଣ ହବ, ରୁଟ ab। ହେଲା, ମନେ ରଖିଲ। ତ ସମାନୁପାତର ସବୁ କନସେପ୍ଟ ପୁରା ଇଜି ଅଛି। ଏତିକି କନସେପ୍ଟ ଉପରେ କ୍ୱେଶ୍ଚିନ୍ ଆସିଲେ ଆରାମସେ ହବ। ତ ଟର୍ମ ଗୁଡିକ ମନେ ରଖ ହେଲା, ଟର୍ମ ଗୁଡିକ ହଉଛି। ସୋ ନେକ୍ସଟ ପାର୍ଟରେ ଆମେ ତମର ସମାନୁପାତର ପ୍ରକାର ଭେଦ ସମ୍ପର୍କରେ ଆଲୋଚନା କରିବା। ସୋ ଯେତିକି ଆଜି ଆମେ ପଢିଲେ ତାକୁ ନୋଟ କରିଦିଅ ଏବଂ ପୁରା 100% ଏଫର୍ଟ ଲଗେଇକି ପଢାପଢି କର। ସୋ ଦେଖା ହବା ନେକ୍ସଟ ଭିଡିଓରେ। ସମସ୍ତଙ୍କୁ ବେଷ୍ଟ ଅଫ ଲକ୍।